ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘର ସାଧାରଣ ବୈଠକରେ ସଭାପତି ଶୁଭମୟ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ଅଲେଖ ଚନ୍ଦ୍ର ତ୍ରିପାଠୀ ତୃଣମୂଳ ସ୍ତରରେ ସଂଗଠନକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ସଂଘର ଉପଦେଷ୍ଟା ମୀନକେତନ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀଧର ନାୟକ କାର୍ଯ୍ୟରତ ସାମ୍ବାଦିକଙ୍କ ସମସ୍ୟା ଓ ତାହାର ସମାଧାନ ଉପରେ ସୂଚନା ଦେଇଥିଲେ। କାମାକ୍ଷାନଗର ବ୍ଲକ ସମ୍ପାଦକ କରୁଣାକର ମଲ୍ଲିକ, ଭୁବନ ବ୍ଲକ ସମ୍ପାଦକ ମଧୁପର୍ଜନ ନନ୍ଦ, ପରଜଙ୍ଗ ବ୍ଲକ ସମ୍ପାଦକ ସୂର୍ଯ୍ୟକାନ୍ତ ବେହେରା, କୃଷ୍ଣଚନ୍ଦ୍ର ସାହୁ, ଶାନ୍ତନୁ ଭୁକ୍ତା, ପ୍ରହଲ୍ଲାଦ ମୁଦୁଲି ଯୋଗଦେଇ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ। ସାମ୍ବାଦିକ ରବୀନ କୁମାର ଦାସଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରାଯିବା ସହିତ ବରିଷ୍ଠ ସାମ୍ବାଦିକ ସୁବଳ ରାଉତଙ୍କୁ ବିପିସି ସଞ୍ଜୟ ଜେନାଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟରେ ଏ ବିଷୟରେ ଏକ ଦାବିପତ୍ର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି। ଉପସଭାପତି ଚିତ୍ତରଞ୍ଜନ ଦ୍ୱିବେଦୀ ପ୍ରଥମରୁ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦକ ପ୍ରକାଶ କୁମାର ପାତ୍ର ଧନ୍ୟବାଦ ଦେଇଥିଲେ। ସୁବଳ ରାଉତ ମାନେ ଅସଦ୍ ବ୍ୟବହାର ଶିକାର ହୋଇ ଥାନାରେ ମକଦ୍ଦମା ରୁଜୁ ହୋଇଛି, ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଆଗାମୀ ଦିନରେ ଆମେ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚି ସେଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ଆମେ ଦାବି ଜଣାଇବୁ। ଆଜିର ବୈଠକରେ ବିଶେଷ କରି କାମାକ୍ଷାନଗର ସବ୍ ଡିଭିଜନରେ ସାମ୍ବାଦିକମାନଙ୍କ ଉପରେ ପ୍ରଶାସନିକ ଅଧିକାରୀମାନେ କେତେକ ଦୁର୍ବୃତ୍ତ ପ୍ରକୃତିର ବ୍ୟବହାର ଦେଖାଇ ସେମାନଙ୍କୁ ଖରାପ ବ୍ୟବହାର କରୁଛନ୍ତି, ବିଭିନ୍ନ ମିଛ ମାମଲାରେ ଫସାଇ ଦେଉଛନ୍ତି। ସେ ସମ୍ପର୍କରେ ଭଲ ଭାବରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ପରଜଙ୍ଗର ସମ୍ବାଦ ପ୍ରତିନିଧି ଆମର ଜଣେ ଭାଇ, ତାଙ୍କ ଉପରେ ସେଠି ବ୍ଲକର ଯେଉଁ ବିପିଓ ଅଛନ୍ତି, ଯିଏ ବ୍ଲକ ପ୍ରୋଜେକ୍ଟ କୋଅର୍ଡିନେଟର, ସିଏ ଯେଉଁ ଖରାପ ବ୍ୟବହାର କଲେ ତାର କଠୋର ନିନ୍ଦା କରାଯାଇଥିଲା। ଏ ସମ୍ପର୍କରେ ଆମେ ଆଶା କରୁଛୁ କାମାକ୍ଷାନଗର ଉପଜିଲ୍ଲାପାଳ ଏବଂ ଢେଙ୍କାନାଳ ଜିଲ୍ଲାପାଳ ଖୁବ୍ ଶୀଘ୍ର ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ବିଶେଷ କରି ସେ ଜଣେ ନିମ୍ନପଦସ୍ଥ ସରକାରୀ କର୍ମଚାରୀ ହୋଇଥିଲା ବେଳେ ସିଏ ସେହି ପରଜଙ୍ଗରେ ପ୍ରାୟ 5 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରହିଲେଣି। ନିର୍ବାଚନ ଆଚରଣ ବିଧି ଏବଂ ତାଙ୍କର ବିଭିନ୍ନ ବିବାଦୀୟ ଆଚରଣ ପ୍ରସଙ୍ଗ ଆଜି ଚର୍ଚ୍ଚାର ବିଷୟ ହୋଇଥିଲା। ଏସବୁ ଜିନିଷ ତାଙ୍କର ଯେଉଁ ଆଚରଣ ପାଇଁ ଆମେ କଠୋର ଭାଷାରେ ନିନ୍ଦା କରୁଛୁ ଏବଂ ଆଶା କରୁଛୁ ଢେଙ୍କାନାଳ ଜିଲ୍ଲାପାଳ ସାମ୍ବାଦିକମାନଙ୍କ ପ୍ରତି ତାଙ୍କର ଯେତିକି ସହାନୁଭୂତି ରହିଛି ସେ ଖୁବ୍ ଶୀଘ୍ର ତାଙ୍କୁ ଦଣ୍ଡ ଦେବେ ଏବଂ ତାଙ୍କୁ ସେଠୁ ହଟାଇ ଦେବେ। ରବୀନ ଦାସ, ତାଙ୍କୁ ମଧ୍ୟ ଭୁବନ ଥାନା ଅଧିକାରୀ 2ଟା ମିଛ ମାମଲାରେ ଫସେଇକିରି ଯେଉଁ ବସ୍ଷ୍ଟାଣ୍ଡରେ ଗିରଫ କରିକିରି ବଜାରରେ ଚଲେଇକିରି ତାଙ୍କର ଯେଉଁ ମାନବିକ ଅଧିକାରର ଉଲ୍ଲଂଘନ କରିଥିଲେ, ତାଙ୍କୁ ଗୋଟିଏ ଆକ୍ରୋଶମୂଳକ ଭାବରେ ଏପରି ଦଣ୍ଡବିଧାନ କରିଛନ୍ତି ମିଛ ମାମଲାରେ, ତାର ମଧ୍ୟ କଠୋର ନିନ୍ଦା କରାଯାଇଥିଲା। ଆଜିର ବୈଠକରେ ସମସ୍ତ ସଦସ୍ୟମାନଙ୍କୁ ନେଇକି ଆଜି ଏହି ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସାଧାରଣ ବୈଠକରେ ଆଜି ଆମର ବରିଷ୍ଠ ସାମ୍ବାଦିକ ତଥା ଏଡିଟର ଅଲେଖ ଚନ୍ଦ୍ର ତ୍ରିପାଠୀ ଆମକୁ ବହୁତ ପରାମର୍ଶ ଦେଇଥିଲେ, ଯାହାଫଳରେ ଶାନ୍ତି ଶୃଙ୍ଖଳା ସହ କିଭଳି ଭାବରେ ସାଂଗଠନିକ କାର୍ଯ୍ୟ ରହିବ ଆଉ ସାମ୍ବାଦିକମାନଙ୍କର କାର୍ଯ୍ୟଶୈଳୀକୁ ନେଇକି କିଛି ଉପସ୍ଥାପନ ରଖିଥିଲେ। ଯାହାଫଳରେ ଆମେ ଦେଖିଲୁ ପରଜଙ୍ଗ ଅଞ୍ଚଳରେ ଆମର ସମ୍ବାଦ ପ୍ରତିନିଧି ସୁବଳ ରାଉତଙ୍କ ଉପରେ ଯେଉଁ ସିଡିପିଓଙ୍କ ଅଫିସରେ ଯିଏ ଅଛନ୍ତି ବିପିସି, ଯାହାକି ମାନେ ଆକ୍ରମଣ କରିବା ସହିତ ସେମାନଙ୍କ ମାନେ ସୁବଳ ରାଉତଙ୍କ ନାଁରେ ମିଥ୍ୟା କେସ୍ ଦେଇଛନ୍ତି, ତାହା ପ୍ରତ୍ୟାହାର କରାଯାଉ। ଆଉ କିଭଳି ଭାବରେ ଆମେ ପ୍ରଶାସନକୁ ଦୃଷ୍ଟିଗୋଚର କରୁ ଯେ ପ୍ରଶାସନ ଏଭଳି ପଦକ୍ଷେପ ନେଉ, ଜଣେ ସରକାରୀ କର୍ମଚାରୀ କିଭଳି ଭାବରେ ପରଜଙ୍ଗ ବ୍ଲକରେ ଦୀର୍ଘଦିନ ରହି ଏ ବର୍ତ୍ତମାନ ଲୋକଙ୍କ ପାଖରେ ମାନେ ଜୋର ଜବରଦସ୍ତ ସାମ୍ବାଦିକଙ୍କ ଉପରେ ବି ଆକ୍ରମଣ କରିବାକୁ ପଛୁନାହାନ୍ତି। ତେଣୁ ସେଥିପାଇଁ ଆମେ ଦୃଢ଼ ନିନ୍ଦା କରୁଛୁ। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।